ଦେଖନ୍ତୁ ଜିଲ୍ଲାର ଅଲ୍ ଅରାଉଣ୍ଡ ଡେଭଲପମେଣ୍ଟ ଏବଂ ଆସ୍କା ସେଗମେଣ୍ଟ ଯୋଉଟା କି ବ୍ରହ୍ମପୁର ଆମର ଛତ୍ରପୁର ଆରକ୍ଷୀ ଅଧୀନରେ ଯୋଉ ସବୁ ଥାନା ଆସୁଛି ସେ ଥାନା ଗୁଡ଼ିକରେ ଯୋଉଭଳି ଭାବେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବର୍ତ୍ତମାନ ଭୁଷୁଡ଼ି ଯାଇଛି ସେ ଉପରେ ଆମେ ଆଲୋଚନା କରୁଛୁ ଏବଂ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ କିଛି କିଛି ସମସ୍ୟା ରହିଛି ଯୋଉ ସମସ୍ୟାକୁ ସେଠାକାର ଆଇଆଇସି ମାନେ ଠିକ ଭାବରେ ସମାଧାନ କରିପାରନ୍ତି କିମ୍ବା ଦୋଷୀକୁ ଆରେଷ୍ଟ କରୁନାହାନ୍ତି ଏବଂ ନିର୍ଦ୍ଦେଶକୁ ଆରେଷ୍ଟ କରି ପଠାଉଛନ୍ତି ସେ ଉପରେ ସମସ୍ତ ନିର୍ବାଚନ ମଣ୍ଡଳୀର ଯେଉଁମାନେ ପୂର୍ବତନ ବିଧାୟକ ଅଛନ୍ତି ନେତୃମଣ୍ଡଳ ସହିତ ଆସି ଆମେ ଆଲୋଚନା କରୁଛୁ ସେଭଳି କଲେକ୍ଟରଙ୍କ ପାଖରେ ମଧ୍ୟ ଯେଭଳି ଭାବେ ବର୍ତ୍ତମାନ ଏ ସରକାର ଆସିବା ପରଠାରୁ ଗ୍ରାମାଞ୍ଚଳର ବିକାଶ ଯେଉଁଭଳି ଭାବେ ବନ୍ଦ ହେଇଯାଇଛି ଏବଂ ପୂର୍ବ ସରକାରଙ୍କ ପଇସାକୁ ବିନିଯୋଗ କରି ଏବଂ ପୂର୍ବ ସରକାର ଥିବା ସମୟରେ ଯୋଉ ବିଧାୟକ ମାନେ ଯୋଉ ପାର୍ଟି ଦେଇଥିଲେ ହାତ ପାର୍ଟି ଦେଇଥିଲେ ତାକୁ ମଧ୍ୟ ଡାଇଭର୍ଟ କରୁଛନ୍ତି ସେ ଉପରେ ଅଲ୍ ଓଭର ଡେଭଲପମେଣ୍ଟ କିଭଳି ହେବ ଏବଂ ଜନପ୍ରତିନିଧି ଯେଉଁମାନେ ଅଛନ୍ତି ଲୋକାଲ ବଡିର ସେମାନଙ୍କର କିଭଳି ସମ୍ମାନ ରହିବ କାରଣ କୌଣସି ବ୍ଲକରେ ସରପଞ୍ଚ ସମିତି ସଭ୍ୟମାନେ ତାଙ୍କ ଗାଁର ବିକାଶ କାର୍ଯ୍ୟକ୍ରମ କରିପାରୁନାହାନ୍ତି ଏବଂ ଏ ସରକାର ଆସିବା ପରେ କୋଉଠି ନା କୋଉଠି ଦେଖାଯାଉଛି ପ୍ରତ୍ୟେକ ଗାଁରେ ବିକାଶ ଠପ୍ ହେଇଯାଇଛି ଏବଂ ଏଇ ଉଭୟ କଥାକୁ ନେଇ ଆମେ ଆଇନ ଶୃଙ୍ଖଳା ବ୍ୟବସ୍ଥା କଥା ନେଇ ଆରୋଗ୍ୟ ଅଧିକାରୀଙ୍କୁ ମିଶିବୁ ଏବଂ ଜିଲ୍ଲାପାଳ ମହୋଦୟଙ୍କୁ ଆମେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ଏନ୍ଏସି ମ୍ୟୁନିସିପାଲିଟିରେ ଥିବା ଲୋକାଲ ବଡି ପ୍ରତିନିଧି ମାନଙ୍କୁ କିଭଳି ଠିକ ଉଚିତ ସମ୍ମାନ ମିଳିବ ଏବଂ ତାଙ୍କ କଥାର କିଭଳି ଗୁରୁତ୍ୱ ରହିବ ଏବଂ ଆଇନଗତ ଯୋଉଭଳି ଭାବେ କାର୍ଯ୍ୟକ୍ରମ ହେବା କଥା ସେ କାର୍ଯ୍ୟକ୍ରମକୁ କିଭଳି ଠିକ ଭାବରେ ସୁଚାରୁ ରୂପେ ହେଇପାରିବ ସେ ଉପରେ ନେଇ ଆମେ ଆଲୋଚନା କରୁଛୁ।